Good morning. Welcome to SK Education Track. ଆଜିର ଏହି ମୋଟିଭେସନରେ ଆମେ 8ଟି ଚରିତ୍ରକୁ ଆପଣମାନଙ୍କ ପାଖରେ ପ୍ରେଜେଣ୍ଟେସନ୍ କରୁଛୁ। ଏପରି 8ଟି ଚରିତ୍ର ସମାଜରେ ଅଭାବ ନାହିଁ। ଏହାକୁ ଆପଣ ଅନୁଭବ କରିପାରିଲେ ସଫଳତା ଆପଣ ନିଶ୍ଚିତ ଭାବରେ ସ୍ପର୍ଶ କରିପାରିବେ। ଲୋକମାନଙ୍କର ବ୍ୟକ୍ତିମାନଙ୍କର ବଡ଼ି ଲାଙ୍ଗୁଏଜ୍ ନିଶ୍ଚିତ ଭାବରେ ରହିଛି। ଏହା ନିଶ୍ଚିତ ବଡ଼ି ଲାଙ୍ଗୁଏଜ୍ ହିଁ ବିଫଳତାକୁ ସୂଚନା ପ୍ରଦାନ କରିଥାଏ। ସେହି ବିଫଳତା କିପରି ସଫଳତା ହୋଇପାରିବ ତାହାକୁ ନେଇ SK ଏଜୁକେସନ୍ ଟ୍ରାକ୍ ତରଫରୁ ଏହି ଅଡ଼ିଓ ମୋଟିଭେସନ୍। ଫାର୍ଷ୍ଟ ଦେଖନ୍ତୁ, ଜଣେ ବ୍ୟକ୍ତି ବସିଛି ଗାଲରେ ହାତ ଦେଇ ଆଉ କହୁଛି ମୁଁ ଏହା କରିବି ନାହିଁ। ଦ୍ୱିତୀୟ ବ୍ୟକ୍ତିଟିର ବଡ଼ି ଲାଙ୍ଗୁଏଜ୍ ଦେଖନ୍ତୁ, ରାଇଟ୍ ସାଇଡ଼୍ ହାତରେ କିପରି ପୋଜିସନ୍ ରଖିଛି ଆଉ କହୁଛି ମୁଁ ଏହା କରିପାରିବି ନାହିଁ। ସେହି ନାସ୍ତିବାଚକ ବାକ୍ୟ। ତୃତୀୟ ବ୍ୟକ୍ତିର ବଡ଼ି ଲାଙ୍ଗୁଏଜକୁ ଦେଖନ୍ତୁ, ଦୁଇଟି ଗୋଡ଼ ଉଦ୍ୟତ କରୁଛି ଯିବା ପାଇଁ, ହାତ ମଧ୍ୟ ଉଠାଉଛି ଆଗକୁ ଯିବା ପାଇଁ ଆଉ କହୁଛି ମୁଁ ଏହା କରିବାକୁ ଚାହୁଁଛି। ଟିକିଏ ପଜିଟିଭ୍ ମୋଟିଭେସନ୍ ରହିଛି। ଏହାପରେ ଦେଖନ୍ତୁ ନେକ୍ସଟ ବ୍ୟକ୍ତିଙ୍କୁ, ନେକ୍ସଟ ଚରିତ୍ରଙ୍କୁ। ରାଇଟ୍ ସାଇଡ଼୍ ଗାଲରେ ହାତ ଦେଇ ପଛକୁ ଦେଖୁଛି ଆଉ କହୁଛି, ପ୍ରଶ୍ନ ପଚାରୁଛି ହାଉ ଡୁ ଆଇ ଡୁ ଇଟ୍, ମୁଁ ଏହାକୁ କିପରି କରିପାରିବି। ତାପରେ ଦେଖନ୍ତୁ ନେକ୍ସଟ ବ୍ୟକ୍ତିଙ୍କୁ, ଗୋଟିଏ ଗୋଡ଼ ଉପରେ ଗୋଟିଏ ଗୋଡ଼ ତଳେ, ଲେଫ୍ଟ ସାଇଡ଼୍ ରାଇଟ୍ ସାଇଡ଼୍ ହ୍ୟାଣ୍ଡ ପୋଜିସନ୍ ଦେଖନ୍ତୁ ଆଉ ସେ କହୁଛି ଆଇ ୱିଲ୍ ଟ୍ରାଏ ଟୁ ଡୁ ଇଟ୍, ମୁଁ ଏହାକୁ କରିବାକୁ ଚେଷ୍ଟା କରିବି। ନେକ୍ସଟ ଦେଖନ୍ତୁ ଆପଣ, ଦୁଇଟି ହାତ ଉପରକୁ ଟେକିଛି, ସିଧା ଠିଆ ହୋଇଛି, ଆଇ କ୍ୟାନ୍ ଡୁ ଇଟ୍, ଏହା ମୁଁ କରିପାରିବି, ପଜିଟିଭ୍। ତାପରେ ଦେଖନ୍ତୁ ଗୋଟିଏ ଷ୍ଟେପ୍ ଉପରେ ପାଦ ଆଉ ଗୋଟିଏ ପାଦ ଷ୍ଟେପ୍ ଉଠି ପାରିଛି, ହାତ ଦେଖନ୍ତୁ, ସେ କହୁଛି ଆଇ ୱିଲ୍ ଡୁ ଇଟ୍, ମୁଁ ଏହା କରିବି। ଶେଷ ଦେଖନ୍ତୁ ବ୍ୟକ୍ତିଟି ହସୁଛି ଆଉ ଡେଉଁଛି, ୟେସ୍ ଆଇ ଡିଡ୍ ଇଟ୍, ହଁ ଏହା ମୁଁ କରିପାରିଲି। ଏହାକୁ ଆମେ ସିଗ୍ନାଲ କରିଛୁ, ରେଡ୍ ଇଙ୍କରେ ପ୍ରେଜେଣ୍ଟ କରାଯାଇଛି, ୟେସ୍ ଆଇ ଡିଡ୍ ଇଟ୍। ତେଣୁ ଏହା ହିଁ ଆମକୁ ଅନୁଭବ କରିବାକୁ ପଡ଼ିବ। ସ୍କେଟ୍ ଫାଉଣ୍ଡେସନ୍ ତରଫରୁ ଅନେକ ମୋଟିଭେସନ୍ ଯାହା ଆପଣଙ୍କୁ କେବେ ବି ନର୍ଭସ୍ କରିବ ନାହିଁ, ଅଧିକ ପ୍ଲସ୍ କରିବ। ବିଫଳତା କେବେ ବି ଆପଣ ଦେଖିବେ ନାହିଁ। ନିରନ୍ତର ଭାବରେ ଆମ ମୋଟିଭେସନ୍ ଆପଣମାନେ ଦେଖନ୍ତୁ। 7ଟି ବ୍ୟକ୍ତି, 7ଟି ଚରିତ୍ର, 7ଟି ଚିତ୍ର ଚରିତ୍ରକୁ ଦେଖିଲା ପରେ ଆପଣ 8 ନମ୍ବରରେ ସକ୍ସେସ୍ ହେଉଛନ୍ତି। ତାହେଲେ ସକ୍ସେସ୍ ପାଇଁ ଏହି 7ଟି ପ୍ରକ୍ରିୟା ଦେଇ ପ୍ରତିଟି ବିଫଳତା ପାଇଥିବା ମଣିଷ ମନରେ ଏସବୁ ପ୍ରଶ୍ନ ଉଙ୍କି ମାରିଥାଏ। ତେଣୁ ପରୀକ୍ଷାରେ ସଫଳ ହେବା ପାଇଁ ଆମେ ଯାହା ଓଡ଼ିଆରେ ଟ୍ରାନ୍ସଲେସନ୍ କରି ଆପଣଙ୍କୁ କହିଲୁ ତାକୁ ଆପଣ ନିଜ ଖାତା ଲେଖନ୍ତୁ, ପରୀକ୍ଷାରେ ସଫଳ ହେବେ। ଯଦି ଆପଣ ଦୁଃଖରେ ଅଛନ୍ତି ଏହାକୁ
ଟ୍ରାନ୍ସଲେସନ୍ କରି ଆପଣ ପଢ଼ନ୍ତୁ। 3-4 ଥର ପଢ଼ନ୍ତୁ, ଦେଖିବେ ଆପଣ ସଫଳତା ପାଇବେ। ଯଦି ଆପଣ ଦୁଃଖରେ ଅଛନ୍ତି, ଏହାକୁ ପଢ଼ନ୍ତୁ, ଟ୍ରାନ୍ସଲେସନ୍ କରନ୍ତୁ, ଦେଖିବେ ଆପଣ ସଫଳତା ପାଇବେ। ଏପରି ଅନେକ ମୋଟିଭେସନ୍ ରହିଛି SK ଏଜୁକେସନ୍ ଟ୍ରାକ୍ ପାଖରେ। ନିୟମିତ ଦେଖନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଥ୍ୟାଙ୍କସ୍ ଫର୍ ୱାଚିଂ ଦିସ୍ ପ୍ରୋଗ୍ରାମ୍ ବାଇ SK ଏଜୁକେସନ୍ ଟ୍ରାକ୍।